फूल तोली आसु आसु टिके डेरी हे गला। हां हां मो पाटा तो सुपा जाउची मंदिर रे घंटा आळती दे पूजा आरंभ हेलानी सेइटा तते सुपुनी मो पाटा तते सुपा जाउची। हां हां तुमे सब आसो आमे पूजा आरंभ करबा। हां चलो देवर्षि नारद आमर प्रणाम ग्रहण करंतु देवर्षि। कल्याण वस्तु उठ उठ मां ज्योति। अरे मां ज्योति ए दिव्य नाग ज्योति रखिथिबु अति जत्न रे नइले ध्वंस होई जिबा तोर भविष्यत। हेले देवर्षि ताले कोहंत देवर्षि आम भाग्य भविष्यत कथा। ए दिव्य नाग ज्योति ए संसार मध्य रे घटाई पारे विघ्नमा आउ एहाकू निश्चिंत रे पूजा अर्चना करी रखिथिबु नइले ध्वंस होई जिबा तोर भाग्य भविष्यत। शिवंकर ज्योति ए दिव्य नाग ज्योति एहाकू निश्चिंत रे रखिबा पड़िबो रे मा ध्वंस होई जिबा तोर भविष्यत। नारायण 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 ज्योति सकति अति विपत्ति रे ताको नीति करोति भक्ति ताको नीति करोति
ବର୍ତ୍ତର ମାନବ ମାୟା ବିଧାନବ ବିଶ୍ୱାସ କରିଲେ ବିପତ୍ତି ପଡ଼ିବ। ବର୍ତ୍ତର ମାନବ ମାୟା ବିଧାନବ ବିଶ୍ୱାସ କରିଲେ ବିପତ୍ତି ପଡ଼ିବ। ଆରତେ ଜାଳିବୁ ଲତାକେ ବୁଡ଼ିବୁ ଆରତେ ଜାଳିବୁ ଲତାକେ ବୁଡ଼ିବୁ ଧ୍ୱଂସ ହେବା ରାତିରେ ତାକୁ ସ୍ମୃତି କରୁଥିବୁ ଭକ୍ତି। ତୁମେ ଏଇ କଣ କହୁଛ ଦେବାଂଶୀ? ଧ୍ୱଂସ ହୋଇଯିବ ମୋର ଭବିଷ୍ୟତ? ହଁ ରେ ମା, ଏ ଦିବ୍ୟ ନାଗଜାତି ରଖିଥିବୁ ଅତି ଯତ୍ନରେ, ନଇଲେ ଧ୍ୱଂସ ହୋଇଯିବ ଏ ମହିମଣ୍ଡଳ ମଧ୍ୟରେ ତୋର ଭବିଷ୍ୟତ। ମୁଁ ତାହେଲେ ଆସୁଛି ରେ ମା। ନାରାୟଣ ନାରାୟଣ ନାରାୟଣ। ଦେବର୍ଷି ଦେବର୍ଷି ଗଛରୁ ଡାକିଲେ କଣ ହେବ? ଯାହା କହିଗଲେ ନାରଦ ବସେ, ତାହା କଲେ ରଖି ବସେ ନାଗଜ୍ୟୋତି। ଆସେଲ କାଞ୍ଚ, ଆସେଲ ଯମୁନି, ଆମର ଏଥିରେ କଣ ଅଛି? ହଉ ଚାଲ। ହଁ, ଦେବର୍ଷିଙ୍କ କଥା କରିବି ପାଳନ। ନୀତି ଜଗି ରହିବି ଏ ମନ୍ଦିର ମଧ୍ୟରେ। ମୋର ଭରସା ସେଇ ଦେବଦେବ ମହାଦେବ। ହଁ, ଦେବଦେବ ମହାଦେବ। ଜ୍ୟୋତି ଜ୍ୟୋତି କାହିଁକି ଆସିଥିଲେ ସେ କଳିଆ ନାରଦ? ଆମର ମଙ୍ଗଳ ପାଇଁ ମା ଦେବାକୁ ସତର୍କ। ସେ କାହାର ମଙ୍ଗଳ ଚାହାନ୍ତି ନାହିଁ ରେ ମା। ଭାଇ ଭାଇ, ପିତା ପୁତ୍ର, ରାଜା ରାଜା, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିପୁରାକୁ ଭ୍ରମଣ କରି ନୀତି ଲଗାଉଥାନ୍ତି କଳି। ଏହା ହେଉଛି ତାଙ୍କର ଜନ୍ମଗତ ଅଧିକାର। ନାଇଁ ମା, କାହାକୁ ସନ୍ଦେହ କରି ଅବିଶ୍ୱାସ କରିବାଟା ସେଇଟା ହେଉଛି ଚରମ ମୂର୍ଖତା ମା, ଚରମ ମୂର୍ଖତା। ଜ୍ୟୋତି ଜ୍ୟୋତି ନା, ମୁଁ କାହାରିକୁ ବିଶ୍ୱାସ ଭରସା କରି ମୋ ବଂଶରେ କଳଙ୍କ ଲଗାଇବାକୁ ଚାହେଁ ନାହିଁ। କାରଣ ମୁଁ ପାତାଳର ମହାରାଣୀ କାମିନୀ। ପ୍ରଣବ ଗ୍ରହଣ କରନ୍ତୁ ମହାରାଣୀ। କିଏ ଜମ୍ବୁକା? ହଁ ମହାରାଣୀ। କିନ୍ତୁ ହଠାତ୍ ଏଠାରେ କାହିଁକି? ସେ ମର୍ତ୍ତ୍ୟର ପଦ୍ମକେଶରୀ ତ୍ରିପୁରାକୁ ଜୟ କରିବା ପାଇଁ କରୁଛି ପ୍ରୟାସ। ନାଇଁ ଜମ୍ବୁକା ନାଇଁ, ମର୍ତ୍ତ୍ୟ ଲୋକ କେବେ ଆସିଲେ ପାତାଳେ
ଯେ ବଳାତ୍କାର ପ୍ରବେଶିଲା ପାତାଳପୁରରେ ମରଣତା ସୁନିଶ୍ଚିତ। କାରଣ ମୁଁ ପାତାଳର ସେନାଧ୍ୟକ୍ଷ ଜମ୍ବୁକ।